প্রিয় দর্শক নমস্কার, মু ডক্টর ভবতোষ মণ্ডল আজি এলার্জিক স্কিন কন্ডিশন উপরে আলোচনা করবি। যেতেবেলে গোটিয়ে পার্টিকুলার সাধারণ বস্তুর শরীর ভিতরে প্রবেশ করিবা পরে ইম্যুন সিস্টেম যেপরি ভাবে ম্যাক্সিমাম লোকর শরীরে অতি সাধারণ ভাবে প্রতিক্রিয়া প্রকাশ করে, তাহা জনে জনে ব্যক্তির শরীরে সাধারণ ভাবে প্রতিক্রিয়া নকরি এবনর্মালি প্রতিক্রিয়া দেখাই থাকে। সেই এবনর্মাল ক্রিয়া হেতু চর্মরে যদি কৌশি প্রকার সমস্যা সৃষ্টি হুয়ে সেই অবস্থাকু এলার্জিক স্কিন কন্ডিশন কুযায়। যে সাধারণ বস্তুটি যোগু ইম্যুন সিস্টেম এবনর্মালি অ্যাক্ট করুছি তাহাকু এলার্জেন কুযায়। উদাহରଣ স্বরূপ ଆମେ ପ୍ରାୟ ସମସ୍ତେ ବାଇଗଣ, ଅଣ୍ଡା, ଚିଙ୍ଗୁଡ଼ି ମାଛ ଆଦି ଖାଇଥାଉ। ସେଥିରେ ଆମର କିଛି ଅସୁବିଧା ହୁଏ ନାହିଁ, ଅର୍ଥାତ୍ ଏହି ଖାଦ୍ୟ ବା ପଦାର୍ଥ ପ୍ରତି ଇମ୍ୟୁନ୍ ସିଷ୍ଟେମ୍ ଫ୍ରେଣ୍ଡଲି ଆକ୍ଟ କରୁଛି। ମାତ୍ର ବେଳେବେଳେ ଦେଖାଯାଏ ଯେ ଜଣେ ଜଣେ ଲୋକ କହନ୍ତି ଯେ ମୁଁ ବାଇଗଣ ଖାଇଲେ ମୋ ଶରୀର କୁଣ୍ଡେଇ ହୁଏ, କିଏ କହୁଛି ଯେ ମୁଁ ଚିଙ୍ଗୁଡ଼ି ମାଛ ବା ଅଣ୍ଡା ଖାଇଲେ ମୋ ଶରୀର ଫୁଲିଯିବା ସହିତ କୁଣ୍ଡେଇ ହେଉଛି। ଏଠାରେ ଏହି ବାଇଗଣ, ଅଣ୍ଡା ବା ଚିଙ୍ଗୁଡ଼ି ମାଛ ସମସ୍ତଙ୍କ ପାଇଁ ସାଧାରଣ ହୋଇଥିବା ବେଳେ ଜଣକ ପାଇଁ କିପରି ଅସାଧାରଣ ହୋଇପଡ଼ୁଛି। ପ୍ରିୟ ଦର୍ଶକ, ଆପଣମାନେ ଏଲାର୍ଜି ହେବାର ଦେଖି ସେହି ପଦାର୍ଥଟିକୁ ଖାଇବା ଛାଡ଼ି ଦେଉଛନ୍ତି, କିନ୍ତୁ ଆପଣମାନେ ଜାଣିବା ଉଚିତ ଯେ ସମସ୍ୟା ସେହି ବସ୍ତୁରେ ନାହିଁ। ସମସ୍ୟା ରହିଛି ଆପଣଙ୍କ ଇମ୍ୟୁନ୍ ସିଷ୍ଟେମରେ, ସମସ୍ୟା ରହିଛି ଆପଣଙ୍କ ଲିଭରରେ। ତେଣୁ ଏଲାର୍ଜି ହେବା ମାତ୍ରେ ଆଣ୍ଟି ଏଲାର୍ଜିକ୍ ଔଷଧ ସେବନ କରିବା ଏବଂ ସେହି ପଦାର୍ଥଟିକୁ ଖାଇବା ଛାଡ଼ି ଦେଇ ଚୁପଚାପ ବସନ୍ତୁ ନାହିଁ। ତେଣୁ ଏଲାର୍ଜିକ୍ ହେବା ମାତ୍ରେ ଆଣ୍ଟି ଏଲାର୍ଜିକ୍ ଔଷଧ ଖାଇ ଆଉ ସାଧାରଣ ଖାଦ୍ୟଟିକୁ ନ ଖାଇ ଚୁପଚାପ ବସିଲେ ଚଳିବ ନାହିଁ। ଏହି ସମସ୍ୟା ହୋମିଓପାଥିକ୍ ଚିକିତ୍ସା ଦ୍ୱାରା ଅତି ସହଜରେ ସମ୍ପୂର୍ଣ୍ଣ ଭଲ ହୋଇପାରୁଛି। ଏଲାର୍ଜି ଜନିତ ସମସ୍ୟାଗୁଡ଼ିକ ମଧ୍ୟରେ ଏଟୋପିକ୍ ଡର୍ମାଟାଇଟିସ୍ ବା ଏକ୍ଜିମା, ଏଲାର୍ଜିକ୍ କଣ୍ଟାକ୍ଟ ଡର୍ମାଟାଇଟିସ୍, ଆର୍ଟିକେରିଆ ଇତ୍ୟାଦି। ଯେଉଁମାନେ ବର୍ଷ ବର୍ଷ ଧରି ଚର୍ମ ରୋଗ ଭୋଗୁଛନ୍ତି, ଡାକ୍ତରଙ୍କ ପରାମର୍ଶ କ୍ରମେ ବିଭିନ୍ନ ମଲମ ଓ ଆଣ୍ଟି ଏଲାର୍ଜିକ୍ ଔଷଧ ସେବନ କରି ଚାଲିଛନ୍ତି ମାତ୍ର ସୁସ୍ଥ ହୋଇପାରୁନାହାନ୍ତି, ସେମାନେ ଆମ ସହିତ ଥରେ ସାକ୍ଷାତ କରନ୍ତୁ। ହୋମିଓପାଥିକ୍ ଔଷଧ ଦ୍ୱାରା କେବଳ ଚର୍ମ ସମସ୍ୟା ନୁହେଁ, ଏହାଦ୍ୱାରା ଶରୀରର ଅନ୍ତର୍ନିହିତ ସମସ୍ୟା ଯାହା ପାଇଁ ଏଲାର୍ଜିକ୍ ଅବସ୍ଥା ସୃଷ୍ଟି ହୋଇଛି ତାହା ସବୁଦିନ ପାଇଁ ଠିକ୍ ହୋଇଯିବ। ଆପଣଙ୍କ ଲିଭର ସୁସ୍ଥ ହେଲେ ଆପଣଙ୍କ ଶରୀରର 80% ରୋଗ ବିନା ଚିକିତ୍ସାରେ ଭଲ ହୋଇଯିବ। ପ୍ରିୟ ଦର୍ଶକ, ଆମର ଏହି ଇନଫର୍ମେଟିଭ୍ ଭିଡ଼ିଓଟି କିପରି ଲାଗିଲା କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଭଲ ଲାଗିଥିଲେ ସେୟାର ଓ ଲାଇକ୍ କରି ଅନ୍ୟମାନଙ୍କୁ ଜାଣିବାର ସୁଯୋଗ କରିଦିଅନ୍ତୁ। ଆଉ ଆପଣ ଆମ ଚ୍ୟାନେଲର ନୂତନ ଦର୍ଶକ ହୋଇଥିଲେ ପରବର୍ତ୍ତୀ ଭିଡ଼ିଓ ଗୁଡ଼ିକୁ ପାଇବା ପାଇଁ ଏହି ଚ୍ୟାନେଲଟିକୁ ସବସ୍କ୍ରାଇବ୍ ମଧ୍ୟ କରନ୍ତୁ। ଆମର ଠିକଣା ଡକ୍ଟର ଭବତୋଷ ମଣ୍ଡଲ, ମଣ୍ଡଲ ହୋମିଓ ଆଣ୍ଡ ରିସର୍ଚ୍ଚ, ଗାନ୍ଧୀ ଛକ, କେନ୍ଦୁଝର। ମୋବାଇଲ ନମ୍ବର 8280093659 ଓ 8249954435। ধন্যবাদ।